जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर पंचांग सेशन रे गोटे शुभ शुभ जिनिस करवा सनातन धर्मर संस्कृति बहुत ही एडवांस्ड। पूर्व ऋषि माने जो माने कि से कालर विशिष्ट वैज्ञानिक माने थिले सेमाने प्रकृति को निजठू अलग भाबु नथिले। ସେମାନେ ପ୍ରକୃତିର ପ୍ରତ୍ୟେକ ନିମିତ୍ତକୁ ନିଜର କୌଣସି ଗୋଟେ ଇଣ୍ଡିକେସନ ଭାବିକି କାମ କରୁଥିଲେ। ଯେମିତି ଆମର ଓଡିଶାରେ କୁହାଯାଏ ଯେ ଘରୁ ପଶିଲା ବେଳୁ ଚାଳ ବାଜିବା ବା ମୁଣ୍ଡରେ କିଛି ଆଘାତ ଲାଗିବା, ଯଦି ଏମିତି କୌଣସି ଜିନିଷ ହୁଏ ତେବେ ସେଦିନ ସେ ଯାତ୍ରାଟି ଅଶୁଭ ଫଳ ପ୍ରଦାନ କରେ। ଠିକ ସେଇଭଳି ବିଭିନ୍ନ ପ୍ରକାର ପ୍ରକରଣ ଆମେ କରିସାରିଛେ ଅଲରେଡି। ଆଗରୁ ଘରେ ପେଚା ଶାଗୁଣା ପଶିବା ସେ ବିଷୟଟି ବି ଆମେ ଅଲରେଡି କରିସାରିଛେ। ଆଜି ଆମେ ଜାଣିବା ଯଦି କୌଣସି ଲୋକ ଉପରେ ତାର କୌଣସି କାରଣରୁ ଝିଟିପିଟି ପଡିଯାଏ ପୁରୁଷ ସ୍ତ୍ରୀ ନିର୍ବିଶେଷରେ, ତାହେଲେ ତା ନିମିତ୍ତ କଣ କହୁଛି। ନିମିତ୍ତ ଏମିତି ଗୋଟେ ଜିନିଷ ଯିଏ କି ତୁମର ବାହ୍ୟ ଜଗତରେ ତୁମର ତୁମର ଇଣ୍ଟେନସନ ନାହିଁ କିନ୍ତୁ ତୁମ ସହିତ ଘଟିତ ହେଲା, ସେଟାକୁ ନିମିତ୍ତ କୁହାଯାଏ। ତାକୁ ଦେଖିକି ଫ୍ୟୁଚର କୁ ପ୍ରେଡିକ୍ସନ କରାଯାଇପାରେ ଏବଂ ତାର ନିଶ୍ଚିତ ଭାବରେ କିଛି ଇଣ୍ଡିକେସନ ଥାଏ ଫ୍ୟୁଚର ପାଇଁ। ଏବଂ ଏମିତି ନୁହେଁ କି କେବଳ ଫ୍ୟୁଚର ପାଇଁ ଥାଏ, ଏମିତି ବି ହେଇପାରେ କୌଣସି ପୂର୍ବ ଅର୍ଜିତ କର୍ମ ଫଳର ଭୋଗ ବି ଭୋଗା ଯାଇ ପାରୁଥାଏ। କିନ୍ତୁ ଯେଉଁ କ୍ଷେତ୍ରରେ ଦେଖାଯାଇଛି ଯେ ପୂର୍ବ ମନୀଷୀ ଗଣ ମାନେ ମୁହୂର୍ତ୍ତ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଇଣ୍ଡିକେସନ କୁ ପରଖିବା ପାଇଁ ଯୋଉ ନିୟମାବଳୀ ଗୁଡିକ ଦେଇଛନ୍ତି, ସେଗୁଡିକ ପ୍ରାୟତଃ ଅନେକ ସମୟରେ ଦେଖାଯାଏ ସେଗୁଡିକ ସତ ହୁଏ। ତ ଚାଲନ୍ତୁ ଆଜି ଆମେ ପଢିବା ଯେ ମଣିଷ ତାର ଘରେ ରହୁଛି, ତାପରେ ଯଦି ଝିଟିପିଟି ପଡିଗଲା, କିଏ ହାତ ଧୋଇ ଦଉଛି, ସେଟା ଶୁଭ କି ଅଶୁଭ, ତାର ଶାନ୍ତିକରଣ ପାଇଁ କଣ ମନୀଷୀ ଗଣ ମାନେ କହିଛନ୍ତି, ତା ଉପରେ ଆମେ ଆଜି ଗୋଟେ ଛୋଟ ଭିଡିଓଟେ କରିବା। ଚାଲନ୍ତୁ ଆଗେଇବା। ସ୍କ୍ରିନ୍ ଆସୁଛି ଭାଇ? हम्म। ଝିଟିପିଟି ଉପରେ ପଡିଲେ ଶୁଭ କି ଅଶୁଭ ଓ ତାର ଶାନ୍ତିକରଣ ର ଉପାୟ। ଠିକ ଅଛି। ମୁହୂର୍ତ୍ତ ଶାସ୍ତ୍ରର ଏଇଟା ମେନ୍ ପାର୍ଟ, ଇମ୍ପୋର୍ଟାଣ୍ଟ ପାର୍ଟ, ଯୋଉଟା କି ନିମିତ୍ତ ଶ୍ରେଣୀ ଅଣ୍ଡରରେ ଆସେ। ନିମିତ୍ତ ମାନେ ପ୍ରକୃତିରୁ ମୁଁ ଅଲରେଡି ନିମିତ୍ତକୁ ଡିଫାଇନ କରିଦେଇଛି। ପ୍ରକୃତିରେ କୌଣସି ଜିନିଷ ଯଦି ଅନଇଣ୍ଟେନସନାଲି ତୁମ ସହିତ ଘଟେ, ସେଟା କଣ ଆଇଡେଣ୍ଟିଫାଏ କରେ, ତ ଆମେ ସେଇଆ ଦେଖିବା। ଯଦି ଏକାଦଶୀ ଆଗ ରହିଲା, ପ୍ରତିପଦା, ଦ୍ୱିତୀୟା, ତୃତୀୟା, ପଞ୍ଚମୀ, ଷଷ୍ଠୀ, ଦଶମୀ, ଦ୍ୱାଦଶୀ, ତ୍ରୟୋଦଶୀ, ଏକାଦଶୀ। କେତେଟା ହେଲା? 1 2 3 4 5 6 7 8 9। प्रथम ହେଲା ପ୍ରତିପଦା, ଦ୍ୱିତୀୟା, ତୃତୀୟା, ପଞ୍ଚମୀ, ଷଷ୍ଠୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ। ଯଦି ଏଇ ତିଥି ଗୁଡାକ ହେଇଥିବ ଆଉ ମଣିଷ ଉପରେ ଝିଟିପିଟି ପଡିଯାଏ, ତାହେଲେ ସେଟା ଶୁଭ। ଏଇଟା ହେଲା ଗୋଟିଏ ଆଙ୍ଗେଲ, ମନେ ରଖିଥାନ୍ତୁ। ଏଇଟା ହେଲା ଗୋଟିଏ ଆଙ୍ଗେଲ, ଗୋଟିଏ ପଏଣ୍ଟ ହେଲା। ଏହା ମାନେ ନାହିଁ କି ପୁରା ଶୁଭ ହେଇଗଲା। ଇଏ ହେଲା ତିଥି ହିସାବରେ। ତାପରେ ନକ୍ଷତ୍ର ହିସାବରେ ଆମେ ଦେଖିବା। ନକ୍ଷତ୍ର ହିସାବ, କାରଣ ପଞ୍ଚାଙ୍ଗଟା କେବଳ ଗୋଟିଏ ପ୍ରକରଣରେ ନାହିଁ, ଠିକ ଅଛି।
ଯଦି ଶୁଭ ବାର, ଶୁଭ ଗ୍ରହଙ୍କ ବାରରେ, ଶୁଭ ଗ୍ରହ ମାନେ କୋଉ କୋଉ ବାର? ଆମେ ଜାଣିଛେ ନୈସର୍ଗିକ ଶୁଭ ଗ୍ରହ ହଉଛନ୍ତି ଗୁରୁଦେବ, ବୃହସ୍ପତିବାର, ଗୁରୁବାର, ଶୁକ୍ରବାର, ବୁଧବାର, ସୋମବାର। କାରଣ ଗୁରୁଦେବ ବୃହସ୍ପତି, ଗୁରୁଦେବ ଶୁକ୍ର, ବୁଧଦେବ ଏବଂ ଚନ୍ଦ୍ରଦେବ ଏମାନେ ନୈସର୍ଗିକ ଶୁଭ ଗ୍ରହ। ଏଇ ବାରରେ ଯଦି ଶୁଭ, ଯଦି ଝିଟିପିଟି ତୁମ ଉପରେ ପଡିଗଲା ତାହେଲେ ସେଟା ଶୁଭ ଫଳ ପ୍ରଦାନ କରିବ। ଆଉ ଏହା ବ୍ୟତୀତ ଅନ୍ୟ ଯୋଉ ବାର ଗୁଡାକ ରହିଲା, ମଙ୍ଗଳ, ଶନି, ରବି, ଏ ବାରରେ ଯଦି ଝିଟିପିଟି ତୁମ ଉପରେ ପଡିଲା ତାହେଲେ ସିଏ ଅଶୁଭ ଫଳ ପ୍ରଦାନ କରିବ। ଠିକ ଅଛି, ବର୍ତ୍ତମାନ ଆମେ ନକ୍ଷତ୍ର ଦେଖିବା, କୋଉ କୋଉ ନକ୍ଷତ୍ର ଶୁଭ, କୋଉ କୋଉ ନକ୍ଷତ୍ର ଅଶୁଭ। ପୁଷ୍ୟା, ଅଶ୍ୱିନୀ, ରୋହିଣୀ, ମୃଗଶିରା, ପୁନର୍ବସୁ, ଉତ୍ତର ଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତି, ଏଇ ଯଦି ନକ୍ଷତ୍ରରେ ହେଲା ତାହେଲେ ଶୁଭ। ଅନ୍ୟ ନକ୍ଷତ୍ରରେ ଯଦି ଝିଟିପିଟି ପଡିଛି ତାହେଲେ ଅଶୁଭ। ପୁରୁଷ ମାନଙ୍କ ପାଇଁ ଡାହାଣ କାନ୍ଧ, ଡାହାଣ କାନ୍ଧରେ ଯଦି ଝିଟିପିଟି ପଡିଲା ଶୁଭ। ସ୍ତ୍ରୀ ମାନଙ୍କ ପାଇଁ ବାମ କନ୍ଧରେ ଝିଟିପିଟି ପଡିଲେ ଶୁଭ। ଠିକ ଅଛି, ଯଦି ପେଟରେ ପଡିଗଲା, ଛାତିରେ ପଡିଗଲା, ଅଣ୍ଟାରେ ପଡିଗଲା, ମୁଣ୍ଡରେ ପଡିଗଲା, ତାହେଲେ ସ୍ତ୍ରୀ ପୁରୁଷ ଉଭୟଙ୍କ ପାଇଁ ଶୁଭ। କିନ୍ତୁ ଯଦି ଥୋଡିରେ ପଡିଗଲା ଝିଟିପିଟି ତାହେଲେ ଏଇଟା ଅଶୁଭ। ଏତଦ୍ ବ୍ୟତୀତ ସ୍ତ୍ରୀ ମାନଙ୍କର ଯଦି ଡାହାଣ ପଟେ ପଡିଗଲା ଆଉ ପୁରୁଷ ମାନଙ୍କର ବାଁ ପଟେ ପଡିଗଲା ତାହେଲେ ବି ଅଶୁଭ। ଠିକ ଅଛି, ଯଦି କାପରେ ଏଣ୍ଡୁଅ ଚଢିଗଲା, ତେଣୁ ଝିଟିପିଟି ପଡିବା ଆଉ କାପରେ ଯଦି ଏଣ୍ଡୁଅ ଚଢିଯିବା, ଇଏ ଦିଟାକ ଫଳ ସମାନ, ଏଇଟା କ୍ଲିୟର ହେଇଯାଆନ୍ତି। ଏ ଦିଟାକ ଫଳର ଯୋଉ ଯୋଉ ମୁଁ କହୁଛି ତାରି ରେଜଲ୍ଟ ଗୁଡାକ କହୁଛି। ଠିକ ଅଛି, ଯଦି ଏକା ଟାଇମ ରେ ଏପଟୁ ତମ ଉପରେ ପଡିଗଲା ଝିଟିପିଟି ଏବଂ ଏପଟୁ ଏଣ୍ଡୁଅ ତମ ଉପରେ ଚଢିଗଲା ତାହେଲେ କିଛି ଅସୁବିଧା ନାହିଁ, ସବୁ ମାନେ ପ୍ଲସ ମାଇନସ କ୍ୟାନସଲ ହେଲା ଭଳି କ୍ୟାନସଲ ହେଇଯିବ। ଝିଟିପିଟିକୁ ଶାସ୍ତ୍ର କହୁଛି ସ୍ପର୍ଶ କଲେ ସ୍ନାନ କରିବା ଦରକାର। ଆଉ ଯଦି ଏଣ୍ଡୁଅକୁ ସ୍ପର୍ଶ କରାଯାଏ ତାହେଲେ ବସ୍ତ୍ର ସହିତ ସ୍ନାନ କରିବା ଦରକାର। ଜନ୍ମ ନକ୍ଷତ୍ରରେ, ମୃତ୍ୟୁ ଯୋଗଦିରେ, ଦଗ୍ଧ ଦିନ ମାନଙ୍କରେ, ଭଦ୍ରାଦି ଦୂଷିତ ଦିନରେ, ପାପ ଗ୍ରହ ଯୁକ୍ତ ଲଗ୍ନରେ, ଅଷ୍ଟମସ୍ତ ଚନ୍ଦ୍ରମାରେ ଯଦି ଝିଟିପିଟି ପଡିଯାଏ ମଣିଷ ଉପରେ ଅଥବା ଏଣ୍ଡୁଅ ଚଢିଯାଏ ତ ଅରିଷ୍ଟ ହୁଏ, ବିଭିନ୍ନ ପ୍ରକାର ଅରିଷ୍ଟ ହୁଏ। ଠିକ ଅଛି, ସେଇ ଅରିଷ୍ଟ ନିବାରଣାର୍ଥରେ ଶାନ୍ତି ଜପ, ହୋମ, ରୁଦ୍ରାଭିଷେକ, ମୃତ୍ୟୁଞ୍ଜୟ ମନ୍ତ୍ରର ଜପ, ପଞ୍ଚଗବ୍ୟ ସ୍ନାନ ଆଦି କରି ଆଦି ଆଉ ଏବଂ ଘିଅର ଦାନ ମଧ୍ୟ କରାଯାଏ। ତେଣୁ ମୂଳ ବେସିସ ରେ ଯୋଉ ଶୁଭ ଗୁଡାକ ମୁଁ କହିଲି ସେଗୁଡାକ ଏଗୁଡାକ ଯଦି ଏଇ ଯେ ବାରରେ ପଡିଛି ଶୁଭ। ପ୍ରତିପଦା ହେଇଛି
ପୁଷ୍ୟା ନକ୍ଷତ୍ର ହେଇଛି, ଗୁରୁବାର ହେଇଛି, ପୁରୁଷର ଡାହାଣ ପଟ ପଡିଲା, ତାହେଲେ ଶୁଭ। ହେଲେ ଯଦି ପ୍ରତିପଦା ହେଇଛି, ଧନିଷ୍ଠା ନକ୍ଷତ୍ର ହେଇଛି, ତାହେଲେ ସେଠି ଅଶୁଭ ହେଲା। କି ପ୍ରତିପଦା ହେଇଛି, ପୁଷ୍ୟା ନକ୍ଷତ୍ର ହେଇକି ଶନିବାର ପଡିଗଲା, ତାହେଲେ ଅଶୁଭ ହେଇଗଲା। ତେଣୁ ତାର ଶାନ୍ତିକରଣ ପାଇଁ ବି ମୁଁ ବାଟ ଗୁଡିକ କହିଲି। ଏହି ନିମିତ୍ତ ଗୁଡାକରେ କଣ ଦେଖାଯାଏ ନା, ଶାରୀରିକ କଷ୍ଟ, ଯାତ୍ରା ଜନିତ ପୀଡା, ଅଙ୍ଗ କଷ୍ଟ, ଶୁଭ କାମରେ ବ୍ୟାଘାତ ଏବଂ କି ପରିବାର ଉପରକୁ ଯଦି ପରିବାରର ମୁଖ୍ୟ ଲୋକ ହେଇଥାଏ ତା ଉପରକୁ କୌଣସି ସ୍ୱଳ୍ପ ହଉ ଚାहे ବୃହତ ହଉ ଆକାରରେ ବିପଦର ଗୋଟେ ଆଗନ୍ତୁକ ବିପଦର ଗୋଟେ ଅ, ଅ, ଛବି ବାହାରି ଆସେ। ତେଣୁ କହିବାର ତାତ୍ପର୍ଯ୍ୟ ହେଲା ଯେ ଆଜି ଆମେ ଏଇଥିପାଇଁ ଜାଣିଲେ ଛୋଟ ଜିନିଷର ବହୁତ ମହାତ୍ମ୍ୟ ରହିଛି। ତେଣୁ ଆଜିର ସେସନ ଆମେ ଜାଣିଲେ ଯଦି ଝିଟିପିଟି ମଣିଷ ଉପରେ ପଡିଯାଏ କି ଏଣ୍ଡୁଅ ଚଳିଯାଏ, ତାହେଲେ ତାର ଶାନ୍ତିକରଣ କଣ, ତାର ରେଜଲ୍ଟ ଏବଂ ତାଙ୍କ ଶାନ୍ତିକରଣର କଣ ଉପାୟ। ତ ଆଜିର ସେସନ ପାଇଁ ଏତିକି। ଜୟ ଶ୍ରୀ ଜଗନ୍ନାଥ।